ଗୋପୀମାନଙ୍କର କୃଷ୍ଣ ଭକ୍ତି। ଉଦ୍ଧବ ଜ୍ଞାନଯୋଗରେ ପ୍ରବୀଣ ଥିଲେ। ସେ ଗୋପୀମାନଙ୍କୁ ଜ୍ଞାନଯୋଗ ଶିଖାଇବାକୁ ଚାହିଁଲେ। ତେଣୁ ସେ କୃଷ୍ଣଙ୍କୁ ଏକଥା କହିଲେ। କୃଷ୍ଣ ଉଦ୍ଧବଙ୍କୁ କହିଲେ, ଗୋପୀମାନେ ମୋ ପ୍ରତି ସମ୍ପୂର୍ଣ୍ଣ ଅନୁରକ୍ତ। ସେମାନଙ୍କର ଭକ୍ତି ସେମାନଙ୍କ ଜୀବନର ମୂଳ ତତ୍ତ୍ୱ ଏବଂ ତାହା ମୋ ହୃଦୟରେ ପହଞ୍ଚୁଛି। ସେମାନଙ୍କ ପବିତ୍ରତା ଓ ଭକ୍ତି ଆଲୋକ ଶିଖା ପରି। ତୁମେ ଏପରି ଭକ୍ତମାନଙ୍କ ହୃଦୟକୁ ବୁଝିପାରିବ ନାହିଁ। ମୁଁ ସେମାନଙ୍କ ହୃଦୟରେ ପୂର୍ଣ୍ଣ ଭାବରେ ପ୍ରତିଷ୍ଠିତ। ମୂର୍ଖା ନିରୀକ୍ଷରା ଗୋପୀମାନେ କିପରି ଦିବ୍ୟତ୍ୱକୁ ବୁଝିପାରିବେ ବୋଲି ଉଦ୍ଧବଙ୍କର ସନ୍ଦେହ ମୋଚନ କରିବା ପାଇଁ କୃଷ୍ଣ ତାଙ୍କୁ ଗୋପୀମାନଙ୍କ ପାଖକୁ ପଠାଇଲେ। ଉଦ୍ଧବ ଗୋପୀମାନଙ୍କୁ କହିଲେ, ମୁଁ ତୁମକୁ ଦିବ୍ୟତ୍ୱର ଉପଲବ୍ଧି ସକାଶେ ଜ୍ଞାନଯୋଗ ଶିକ୍ଷା ଦେବି। ଗୋପୀମାନେ ଉଦ୍ଧବଙ୍କୁ କହିଲେ, ଆମେ କୌଣସି ଶାସ୍ତ୍ର ଶିଖିବାକୁ ଚାହୁଁନାହୁଁ। ଆମକୁ ଗୋଟିଏ ସରଳ ଉପାୟ ବତାଅ, ଯେପରି ଆମେ କୃଷ୍ଣଙ୍କୁ ପାଇପାରିବୁ। ଆମେ କୌଣସି ଯୋଗ, ଭୋଗ ବା ମନ୍ତ୍ର ଜାଣୁନା। ତେଣୁ ଦୟାକରି ଆମକୁ କୁହ, ଆମେ କିପରି କୃଷ୍ଣଙ୍କୁ ପାଇପାରିବୁ। ଆମେ ଯୋଗରେ ଆମର ସମୟ ନଷ୍ଟ କରିବାକୁ ଚାହୁଁନାହୁଁ। ଉଦ୍ଧବ ଗୋପୀମାନଙ୍କୁ ପଚାରିଲେ, ତୁମେ କିପରି କୃଷ୍ଣଙ୍କ ସହିତ ଏକାକାର ହୋଇପାରିବ? ଜଣେ ଗୋପୀ କହିଲା, କୃଷ୍ଣ ଯଦି ଫୁଲ ହୁଅନ୍ତି, ତେବେ ମୁଁ ଭ୍ରମର ହୋଇ ତାଙ୍କ ଚାରିପଟେ ବୁଲିବି। ସେ ଗଛ ହେଲେ ମୁଁ ଲତା ହୋଇ ତାଙ୍କୁ ଗୁଡ଼ାଇ ରହିବି। ସେ ପର୍ବତ ହେଲେ ମୁଁ ନଦୀ ହୋଇ ପର୍ବତ ଶିଖରରୁ ବୋହି ଆସିବି। କୃଷ୍ଣ ଅସୀମ ଆକାଶ ହେଲେ ମୁଁ ଛୋଟ ତାରାଟିଏ ହୋଇ ମିଟିମିଟି କରିବି। ସେ ସମୁଦ୍ର ହେଲେ ମୁଁ ଛୋଟ ନଦୀଟିଏ ହୋଇ ସେ ସମୁଦ୍ରରେ ମିଶିଯିବି। ଆଉ ଜଣେ ଗୋପୀ କହିଲା, କୃଷ୍ଣ ଫୁଲ ହେଲେ ମୁଁ ଭ୍ରମର ହୋଇ ସେହି ଫୁଲରେ ଥିବା ପ୍ରତିଟି ଅମୃତ ରସ କଣକୁ ଶୋଷି ନେବି। ଆମେ ଭଗବାନଙ୍କୁ ଏପରି ଭାବରେ ଦେଖୁ। ତେଣୁ ଆଧ୍ୟାତ୍ମିକ ସାଧନାର ଅର୍ଥ ପର୍ବତ, ଗଛ, ଫୁଲ ବା ସମୁଦ୍ର ପ୍ରତ୍ୟେକକୁ ଭଗବାନ ଉପଲବ୍ଧିର ସାଧନ ବୋଲି ମନେ କରିବା।